ଏହି କାଳେ ନାରାୟଣ ପ୍ରୀତ ହେଇଗଲେ ହେଲା ହେ ନାରଦ ହଁ କି ଶୁଭ ବାର୍ତ୍ତା ହଁ କି ଶୁଭ କହିବି ପ୍ରଭୁ ଯାହାର ସାନ ପିଣ୍ଡ ବୁଡ଼ିଲାଣି ହଁ ପିଣ୍ଡ ବୁଡି ଗଲାଣି ହେ ବଡ ଠାକୁରେ ତମର ବଡ ପିଣ୍ଡ ଗଲା ହେଲା ଗଲା ତମର ଗଲା କଣ ଗଲା ହଁ ତମେ ଆମର ଶୁଭକାଂକ୍ଷୀ ପିଲାମାନେ ଯାଇଛନ୍ତି ବିବାହ ତମେ କହୁଛ ଆମର ବଡ ପିଣ୍ଡ ଗଲା କହିବା ତାତ୍ପର୍ଯ୍ୟ ଆଉ ଅଛି ଯେ ପିଣ୍ଡ ଦବ ଜମପୁରରେ ପଳାଣି ସେ ଗଲା କୁଆଡେ ନା କଣ ବିବାହ ହଉଥିଲା ସତ ମୁଁ ଆକାଶରେ ଯାଇଥିଲି ଦେଖିଲି କୁଆଡୁ ଆସିଲା ଦେଖ କାର୍ତ୍ତିକ ଅବିର ଜବରଦସ୍ତି ପଶିଗଲା ହେ ସୈନ୍ୟଙ୍କ ଭିତର ସୈନ୍ୟଙ୍କ ଭିତରେ ହଁ ବହୁତ ପୁତ୍ର ମାନେ ତୁମର ସମାଧାନ କଲେ ଆଚ୍ଛା ଆଚ୍ଛା ତଥାପି ହର ପୁତ୍ର ତ୍ରିଣ ଶୁଣିଲେ ଆଚ୍ଛା ପୂର୍ବକ ଭିତରେ ଗଲା କହ ବସିଣ ଭଲ ଭିତକ ଦେଖ ଭିତରେ ବସିଲା କାଳେ ଆନନ୍ଦ ଆଣିଲା ଇନ୍ଦ୍ରୀ କନ୍ୟାକୁ ହେରି ପଳାଇ ସେହି କଲ୍ୟାଣ ଦେବୀ ତୁମକୁ ହେ ଭାବଗ୍ରାହୀ ରାମ ଗୋବିନ୍ଦ ଗୋବିନ୍ଦ ରାମ ରାମ କାହିଁକି ସୁନ୍ଦର କଥାଟେ ବଳରାମଙ୍କ ପୁତ୍ର ମଲା ସହିତ ସବୁ ପିଲାମାନେ ମରିଯାଇଛନ୍ତି ହେଲା କାହିଁକି ନା ଯୁଦ୍ଧ ହେଇଛି ଯେହେତୁ କେହି ନାହାନ୍ତି ବୁଝିପାରିଲୁ କୃଷ୍ଣଙ୍କର ପୁଅ ମାନେ ମୋହ ପଡୁଛନ୍ତି ସମସ୍ତେ ମୂର୍ଚ୍ଛାଇଛନ୍ତି ଏଣୁକରି ଏ କଥା ଶୁଣି ବଳରାମ ଚିନ୍ତା କଲେ କଣ ବୋଲେ କୃଷ୍ଣ କାନ୍ଦୁଛୁ ସେ ହଣା ଚଳା ପିଲା ଆସିକି ସମସ୍ତଙ୍କୁ ମାରିଦେଇକି ପଳେଇଲା ରେ ଆମେ କାନ୍ଦିବା ମରିଯିବା ବାଧ୍ୟ କଥା ପିଲାମାନଙ୍କୁ ଦେବାନି ନା ଆମ ପିଲାକୁ ଯିଏ ମାରିଛି ତା ବୋପାର ପୁଣ୍ୟ ପଡିବା ବାଧ୍ୟ କଥା ଚଳ ତୁ ପଛ ପଛେ ସେ ଆଗରେ ଯାଉଛି ଏ ନାରଦ କୋଉଠି ଛଅ ମୁହାଁ ଅଛି ଛଅ ମାସ ଯୋଉଠିକି ଯାଇଥିଲେ ଯାଉଛି ସେଠି ଯେତେବେଳେ ବଳରାମ ପରି ଶୁଣିଲେ ଆଜ୍ଞା ପରି ଶୁଣିଲେ ଛଣି ଲଙ୍ଗଳକୁ ଧରଣୀ ଧରିଲେ ସେ ଗୋପାନ করে ধরিলে রঙ হইল সে কোপান করে ধরিলে রঙ হইল সে গোপান করে ধরিলে রঙ যেতেବେଳେ বলরাম টেকিলে রঙ আজ্ঞা টেকিলে রঙ হইলা টলমল রাম গোবিন্দ 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 রাম রাম অভিন্ন সুন্দর কালী অদরণ সেତେବେଳେ বলরাম কম্পমান হেলে ধরানি ধরিলে বুলাই 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 ধরানি ধরলে বলরাম করিলে গর্জন রাম যে হরি রাম যে অভিন্ন সুন্দর রাম সময় কথা শুনো দেই মনোহর যাଉଛି বীর সৌধা মনোহর মারি নারদ মুনি দেখাই দেলে যাଉଛି বললে বলে বলরাম তাহাকে দেখিলে জিবুরে বললে জিবুতু বললে বুলাই কার্তিক উপরে পিঠি দেলে নেই ଆମ ଏକାଥରେ ଶଗଡ଼ ଡ୍ରାଇଭର ଦି ଜଣ ଯାକ ଗଲେ ସରିଗଲେ ଶଗଡ଼ ସାଗର ଯେତେବେଳେ କାର୍ତ୍ତିକ ତଳେ ପଡି ଗଲା ଥିଲେ ହେ ରୋହିଣୀଙ୍କର ବସିଲେ ଧରିଲେ ଧରିଲେ ଇଷ୍ଟ ଦେବତା ଗର୍ଭଧାରୀ ମାତା ଗୁରୁ ରକ୍ଷା କରୁ রাম হরে রাম যাইল এটা ভুবনেশ্বরে মুন্ডটা তোমার ঠিক করি কৌত পুরাণ গাইলে ମୋ ମୁଣ୍ଡଟା ଠିକ ନାହିଁ କାହିଁକି କାହିଁକି ବୋଲେ ଦେଖୁଛ ପୋଲିସ ଡ୍ୟୁଟି କରୁଛନ୍ତି ରାତିରେ ବସୁଛନ୍ତି କାହାର ମୁଣ୍ଡ ଛିଡ଼ିଲେ ତମର ଯାଏ ସେ କଣ ହେ ପୋଲିସ ଆସିବ 6 ମାର ଦବ କୋଉଠି ମୁଣ୍ଡ ଛିଡ଼ିଛି ଦେଖେଇବ ଚାଉଳ ଯିବ ନା ସେଇଠିକି আচ্ছা পুলিশ বাবু কোন তো হইলে আমূর্খ কি কোন এটা পুরাণ লাগে সে কথা পুলিশ বালা বুঝিবনি বাবু ମୁଁ ତ କଲେ ଏକୁଟିଆ ଯିବି ଗୁରେ ସାଙ୍ଗରେ ତୁ ହେଲେ ଯିବୁ ନା ମୁଁ ମତେ ନେବେ କଲେ ପାଳିଆ ଫିଟିବାକୁ ଅଛି ହେଲା କଥା ପଇସା ନେବୁ ଭାଗ ତୁ ମୁଁ ସମ୍ପୂର୍ଣ୍ଣ ମୁଁ ଅଧା ଯିବି ସମ୍ପୂର୍ଣ୍ଣ ତୁ ହୋଲ୍ଡ ତମକୁ 6 ମାର ଦେଲେ ମତେ 2 ମାର ଦେବେ ନା ଆଉ ତୁ ଦୁର୍ବଳିଆ ହଁ गीतार्थम नर्तनम वाद्यम भावार्थम भाव प्रवीणम तानुमानने श्रवण परम गायक आज्ञा गायक मान लक्षण ना
ଗୀତ ଗାଇବ ହଁ ଅର୍ଥ କରିବ ହେଲା ତତ୍ତ୍ୱ ଗାଇବ ହଁ ମୁଦ୍ରା ଥିବ ତାଳ ରହିବ ମାନ ମର୍ଯାଦା ସମାନ ରହିଲେ ଗାଇବ ସବୁ ସବୁ ଥିବାର ଅଛି ନହେଲେ ହବନି ଆଜ୍ଞା ଦାସକାଠିଆ ପରା ବାପା ଆଜ୍ଞା ଆମର ପାଲା ହେଇଥିଲା ସଙ୍ଗୀତ ଅଛି ଦଶମ ସାହାଯ୍ୟ ହଁ ହଁ ମୁଁ କହିଲେ ତୁ ହୁଁ କରିବୁ ତୁ କହିଲେ ମୁଁ କରିବି ହଁ ମୁଁ ଯାହା କହୁଥିବି ତୁ ଶୁଣୁଥିବୁ ତୁ ଯାହା କହୁଥିବୁ ମୁଁ ଶୁଣୁଥିବି ବାବୁ ମାନେ କାହିଁ ବସିଲେ ତମ ଘରକୁ ପଳାନ୍ତୁ ବାବୁ ମାନେ ଘରକୁ ପଳେଇବେ ପଳେଇବେନି ତମେ କହିଲେ ମୁଁ ଶୁଣିବି ମୁଁ କହିଲେ ତମେ ଶୁଣିବ ବାବୁ ମାନେ କାହିଁ ବସିବେ ଘରକୁ ଯାଆନ୍ତୁ ଏରି ସାରେ ଏମିତି ମୋର ଖୋଡ଼ାକିରେ କଣ? ଆମେ ପୁରାଣଟା ଗାଇବା କିଏ ଶୁଣିବ ତମେ ଆମେ ତ ପୁରାଣ ଗାଇବା ତମେ ତ କହିଲେ ମୁଁ କହିଲେ ତୁ ଶୁଣୁ ତୁ କହିଲେ ମୁଁ ଶୁଣିବି ଆମେ ହେଲେ ବକ୍ତା ଓହୋ ମହାଶୟ ମାନେ ହେଲେ ଶ୍ରୋତା ଓହୋ ସେମାନଙ୍କୁ ବୁଝେଇବା ବୋଲେ ଆଜ୍ଞା ମାନେ ପଳ ବୋଲେ ଏମିତି ତୋର ଏଇଟା କଣ ପାଣ୍ଡିତ ପଣିଆ ହଁ ଆଜ୍ଞା ହେଲେ ହଁ ଶୁଣ ବାପା ଧ୍ୟାଏ ନିତ୍ୟಂ ହେ ସମୁରଜତଗିରି ନିଭଂ ଚାରୁ ଚନ୍ଦ୍ର ବତଂସଂ ଆହା বলাঙ্গম পরশুমরা হ্যাঁ হস্তং প্রসন্নম পদ্মাসীন স্মন্তাৎ স্তুতমর গণের হ্যাঁ ব্যাঘ্রকৃতিম বসানম আহা বিশ্বক্তম বিশ্ববন্তম নিখল ভয়হরং হে পঞ্চবক্রং ত্রিনেত্রং ଆମର ପୁରୀ ଯେଉଁ ଭକ୍ତ ଆସିଛନ୍ତି ଦାସକାଠିଆ ପାଲା ଦିଟାକୁ ପାଗଳ ଗରାଖିଛି ଗଲା ବର୍ଷ ମଧ୍ୟ ଆସିଥିଲେ ହଁ। ତାର ବର୍ଷ ଆସିଥିଲେ ହେଲା। ଏବେ ମଧ୍ୟ ଆସିଛନ୍ତି ଅତି ପ୍ରିୟ କାଶୀନାଥ ବାବୁ ହଁ। ଦାସକାଠିଆ ଦେଖିବା ପାଇଁ ଠିକ ଠିକ ନିଜର କର୍ମ ଛାଡ଼ି ହଁ। ପୁରୀରୁ ଗାଁ ଆସିଛନ୍ତି ଆଉ ଦାସକାଠିଆ ଦେଖିବା ପାଇଁ କେବଳ ଯାହା ହଉ ଏଇଟା ଆମ ପାଇଁ କମ ଗୌରବ କଥା ହଁ, ନୁହଁ ହେଲା। ଏଣୁ ହଁ। ଯାହା ହଉ ଏଇ ଯେଉଁ ମହାପ୍ରଭୁ କାଶୀବାସୀ ହଁ। ସେଇ ଦାତାଙ୍କର ଏବଂ ଶ୍ରୋତାମାନଙ୍କର ମଙ୍ଗଳ ବିଧାନ କରିଥାନ୍ତି ହେଲା ବାବୁରେ ହଁ ଅତି ସୁନ୍ଦର କଥା ହେଲା ମହାଶୟ କହିଲେ ସୁନ୍ଦର ହାସ୍ୟରସ୍ୟ କଥା ହଉ କିନ୍ତୁ ଦାସକାଠିରେ ହାସ୍ୟ ଥିଲେ ମଜା ଲାଗିବ ହେଲା କିନ୍ତୁ ଯୁଗ ଉପଯୋଗୀ ଗୋଟେ ସୁନ୍ଦର କଥାଟେ ମନେ ପଡ଼ିଗଲା ଆଜ୍ଞା କଣ ସେଟା ଏଇଟା କି ଯୁଗ ଜାଣିଛୁ ନା ଏଇଟା କଳିଯୁଗ ଏ କଳି ଯୁଗରେ ହଁ। ସୁନ୍ଦର କଥା ଆଜ୍ଞା ଆଜ୍ଞା। ଏ କଳି ଯୁଗରେ ଆଜ୍ଞା କିଏ କାହା କଥା ଶୁଣୁନି ମଉଜୁ ଶୁଣିବା ପାଇଁ କିନ୍ତୁ ପ୍ରକୃତ ଘଟଣା ଯିଏ ଆଜ୍ଞା ଯୋଉ କର୍ମ କରୁଛି ତାକୁ ବାଧିବ କ୍ଷମା କରିବେ ଆଚ୍ଛା ଆଚ୍ଛା କଣ ହଉଛି ହେଲା ଅନା ଅନା ଏହି କଳି କାଳରେ ଅଘଟଣା ଘଟେ ଭାଇ ନନାରେ ଶାଶୁ ବହୁରେ ଝଗଡ଼ା ଚୁଟି ଧରି ଗড়ା ତୋଳା ଶାଶୁ ବହୁରେ ଝଗଡ଼ା ଚୁଟି ଧରି ଗড়ା ତୋଳା ପୁଅ ଏ ଘଟଣା ଦେଖି ଲୁଗା ପଟା ସବୁ ଝାଡ଼ା ବୁଢା ହସ୍ତେ କରିଲେ ବିଚାର ଲୋହାରେ ଅନା ଅନା ଏଇ କଳି କାଳରେ ଆଜ୍ଞା ବୁଢାର ବାବାର ଗଲାଣି ଗଲାଣି ସେ ଆଉ ବୋହୂକୁ କହିପାରିବ କହିପାରିବ କି ନା ସ୍ତ୍ରୀ କି କହିପାରିବ ଏଣୁ ତା ଅବସ୍ଥା ଏମିତି ହଁ ହଁ ଆଉ କି ଏ ଯୁଗ ପିଲାଙ୍କ ଗୁଣ ପିଲା ବନା କଣ ଏ କଲେ ଯୁଗର ଝିଅ ପୁଅଙ୍କର ଆଜ୍ଞା ଏ ଯୁଗ ଟୋକାଙ୍କ ଗୁଣ କହିଲେ ପୁରାଣ ଘରେ ଚୁଲି ଜଳା ଦାଣ୍ଡେ ରସି କଥା ପଣ ନୁହନ୍ତି ସେ ଢମଣାରେ ଅନା ଅନା ଏଇ କଳି କାଳରେ ଆଉ କି ଦେଖିବ ତାଙ୍କ ଆଡା ନାକ ତଳେ ନିଶ ଛଡା କି ଦେଖିବେ ତାଙ୍କ ଆଡା ନାକ ତଳେ ନିଶ ଛଡା ଅକ୍ଷର ବିବର୍ଜିତ ଫାଉଣ୍ଟେନ ଯୋଡା ଯୋଡା ନାମ ଦସ୍ତକତେ ଭଲନ୍ତି ବୁନାରେ ଅନା ଅନା ଏଇ କଳି କାଳରେ ଆରେ ନାମ ଦସ୍ତକତେ ଭୁଲନ୍ତି ବନାରେ ଅନା ଅନା ଏଇ କଳି କାଳରେ ଆଜ୍ଞା ପାଠ ପଢିନଥିବ ସ୍କୁଲ ଯାଇନଥିବେ ହେଲା। ତିନିଟା କଲମ ଖୋଜୁଥିବେ କୌଣସି ଜାଗାରେ ଆବଶ୍ୟକ ପଡିଲେ ଶୀଘ୍ର ଟିପ ମାରୁଥିବ ହେଲା ଏ ଯୁଗର ପିଲା ବୁଢୀଙ୍କ କଥା ଗଲା, ଗଲା। ଏ ଯୁଗର ବୁଢା ବୁଢୀ ବୁଢା ଗୁଡାକ କଣ କଲେ ଆରେ 60 ବର୍ଷିଆ ବୁଢା ଖୋଜନ୍ତି ଷୋଳଶୀ ବାଳା ପାପୁଆ ପାଟିରେ ପୁଣି ଦାନ୍ତ କରିଥାନ୍ତି ଭିଡା ପରିଣାମ ନାହିଁ ତୁଣ୍ଡେ ଜମାରେ ଅନା ଅନା ଏଇ କଳି କାଳରେ ଆଗ କାଳରେ ଜେଜେ ଆଉ ଅଜା ନାତିକି ପାଖରେ ବସେଇ ଗୀତା ଭାଗବତ ପୁରାଣ ସବୁ କହୁଥିଲେ 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 ଗୋଟେ ପାଇବେ ଆପଣ ଦେଖିବେ ନାହିଁ। ନାଇଁ ଆଜ୍ଞା ନା। ପର କଥା ହଁ। ରାଜନୀତି ବିଭିନ୍ନ କଥା ଆଲୋଚନା କରିବେ ହେଲା ଆଉ ମୋବାଇଲ ଟିଭି ସିନା ନିଜ ନାତି ପିଲାଙ୍କୁ ବସିକିରି ଆଉ ଭଲ କଥା ପୁରାଣ କଥା କିଛି କହୁନଥିଲେ ଭାଇ ନା ନା ଇଏ ତ ଗଲା ବୁଢା 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 ଗୁଡାକ ଗଲା ବୁଢୀ ମାନେ କେମିତି ବୁଢା ଗୁଡାକ ବୁଢା ଚାଳନା ଅଧିକ ବଢିଗଲେ ଆରେ ବଢିଗଲେ ଆଜ୍ଞା 50 ବର୍ଷିଆ ବୁଢୀ ପିଠି ପରେ ବେଣି ଛାଡି 50 ବର୍ଷିଆ ବୁଢୀ ପିଠି ପରେ ବେଣି ଛାଡି ପାଚଲା ବାଳେ ସିନ୍ଦୁର ଚାଲନ୍ତି ଗୋଡ କୋଚାରି ପାଚଲା ବାଳେ ସିନ୍ଦୁର ଚାଲନ୍ତି ଗୋଡ
କଚାଡ଼ି তো ମୁହିଁ ନ ଦେଲେ ଓଢ଼ଣାରେ ଅନା ଅନାଇ କଳିକାଳରେ ଆଜ୍ଞା ବୋହୁ ବୋଲି କହିବାଟା ଆଜିକାଲି ଅଯୋଗ୍ୟ କାହିଁକି ଆଉ ଆଜିକାଲି କାହାର ଓଢ଼ଣା ନାହିଁ ନା 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 ଗଲା ବାପା ଏ ଯୁଗ କଥା ଏ ଯୁଗ କଥା ଓଢ଼ଣା ପଳେଇଲା ଏ ଯୁଗର ବ୍ରାହ୍ମଣ ମାନେ ବ୍ରାହ୍ମଣ ମାନେ କଣ କଲେ ବ୍ରାହ୍ମଣେ ଗାୟତ୍ରୀ ଛାଡ଼ି ମୁଖସ୍ଥ କଲେ ଗାରେଡ଼ି ମଦ ଭାଟିରେ ବସିଣ ଖାଇଲେ କୁକୁଡ଼ା ମୋଡ଼ି ରସିମଲା ପାଣି ବିନାରେ ଅନା ଅନାଇ କଳିକାଳରେ ଏ ଯୁଗର ବାଜି ଯାକ ଜାଣିଛୁ ବାଜୁଡ଼ା କଣ କଲେ ଏ ଯୁଗ କେତେ ବା ବାଜି ରାମାନନ୍ଦ ଚିତ୍ତା ସାଜି ସର୍ବାଙ୍ଗେ ବିଭୂତି ବୋଳି ଗୋଟାକୁ ଯୋଡ଼ା ମାତାଜି ସର୍ବାଙ୍ଗେ ବିଭୂତି ବୋଳି ଗୋଟାକୁ ଯୋଡ଼ା ମାତାଜି କାଳିଆ ବୋଦାରେ ଗଲା ଜଣାରେ ଅନା ଅନାଇ କଳିକାଳରେ ଆପଣ ସହଜ ଉପାୟ ଆଜ୍ଞା ଆଜ୍ଞା। ବାବାଜୀ ଦୀକ୍ଷା ନେଲେ କୋଉ ପୋଲିସ ଧରିବନି ହଁ, ହଁ। କି ରାଜନୀତି ନାହିଁ ନାହିଁ। କିନ୍ତୁ ଭିତରେ ସବୁ ଚାଲୁଥିବ ଆଁ? ହେଲା ଚେଲା ମାନଙ୍କ ଦ୍ୱାରା ଆମିଷ ଖାଉଥିବେ ହଁ, ହଁ। ମଦ୍ୟପାନ କରୁଥିବେ ଏମିତି ମଧ୍ୟ କେତେ କେତେ ଅଛନ୍ତି 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 ଏଣୁ ହେଲା କହେ କବି ହରିହର ସୁଗନ୍ଧ ଲୟ କର କହେ କବି ହରିହର ସୁଗନ୍ଧ ଲୟ କର ସଦାବେଳେ ସେବା କରୁଥା ଥାଅ ପ୍ରଭୁ ହରିହର କହିଲେ କଳିରେ ହେବ ହଣାରେ ଅନା ଅନାଇ କଳିକାଳରେ ଘଟଣ ଘଟେ ଭାଇ ନନାରେ ଅନା ଅନାଇ କଳିକାଳରେ ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ଶୁଣ ଦେଇ ମନ ହେ ଶୁଣ ଦେଇ ମନ ଦକ୍ଷ ମଣ୍ଡଳୀରେ ଥିବେ ଶ୍ରବଣ ଚାକିରି କରିବେ ଭାଇ ଯେବେ ଚାକିରି କରିବେ ଭାଇ ଏଥୁମତେ ସୁଜ୍ଞ ଜନେ ଶୁଣ ମନ ଦେଇ ଯଦି ଚାକିରିରେ ପୁରୀ ନାହିଁ କେବେ ପୋଷାଇବ ନାହିଁ ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ସବୁ ଚାକିରିରେ ପୁରୀ ଭରା ମାତ୍ର ଚାକିରି ଖରାପ ଖରାପ ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ତେଣୁକରି ତାଙ୍କ ମନରେ ଖଟା ତାଙ୍କର ପୁରୀ 30 ଘଣ୍ଟା ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ସେଇଟା ବୋଇଲେ ନିଅର ତହିଁ ବଳିଗଲେ ହୋ ପରିସର ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ଆଉ ପୂର୍ବ ବସ ମୋର ଗୋଟର ଗୋଡ଼କୁ ଘସେ ହେ ପଣ୍ଡିତ ମଣ୍ଡଳୀ ଶୁଣିବେ ଦେଇ ମନ ଉଠିବି ନାହିଁ କି ବସିବି ନାହିଁ ତ ଗୋଟର ଗୋଡ଼କୁ ଘଷିବି ନାହିଁ ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ଏ ଘରର ବିରାଡ଼ି ପିଲା ସେ ଘରକୁ ଗଲା ହେ ସୁଜନ ମଣ୍ଡଳୀ ଶୁଣିବେ ଯାହା ହେଲା କୋଆନ୍ତୁ କୁଡ଼ି ବାଡ଼େଇ ଦେଲା ଛୋଟେଇ ଛୋଟେଇ ମଲା ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ କୁଅରେ ପହିଲା କୁଅ ଦୌଡ଼ି ବିଲରେ ହୋଇଲା କାଦ ଏଥୁମତେ ସୁଜ୍ଞ ଜନେ ଶୁଣ ଦେଇ ମନ ଘରେ ବସି କରି 12 ବୟସୀ ବୁଢ଼ୀ ସଙ୍ଗେ ଲୁଡ଼େ ବାଦ ହେ ପଣ୍ଡିତ ମଣ୍ଡଳୀ ଶୁଣିବେ ଦେଇ ମନ ଦିନ করে বুড়া বুড়ি মারি গলে ভালো ହେ ପଣ୍ଡିତ ମଣ୍ଡଳୀ ହେ ଶୁଣ ମନ ଦେଇ বুড়া তলে পড়ি গলা বুড়ি পেলু পেলু এথুমতে সুজ্ঞ জনে শুণ দেই মন ভাত খোলি খৈতা মাইপ জোড়ে তুলি এথুমতে সুজ্ঞ জনে শুণ দেই মন বড় বউ কুম্ভকরণ পাড়ি পাড়ি গলা দি ধরণ এথুমতে সুজ্ঞ জনে শুণ দেই মন তাই তল বউ খিসিরি খিসা পাড় তুলিবাকু ধরিছি বিশা এথুমতে সুজ্ঞ জনে শুণ দেই মন তাই তল বউ জন্ম দুঃখী পাড় যাক নেলা হাটକୁ বিকি তোর কোন চালিছি রে কোণ চাইছি সুড়াক কি বিকুছি ତାଙ୍କର ବେଶୀ ବେଶୀ ହେଲା বেশি ହେଲେ ଧାନ ନା ମୁଗ ନା ମାଣ୍ଡିଆ ନା କୋଉ ଧରେ ଯାହା ହଉ ତାଙ୍କର ଅଙ୍କିତ ଘାଟରେ ତମର ଆସିବ ନାହିଁ ଏ ଅଭୂଷଣ କଥା ଛାଡେ ଆପଣଙ୍କୁ ଦେଖେ ହଁ ହେଲେ ବାବୁ ହଁ ହଁ ବର୍ତ୍ତମାନ କହିପାରିବୁ ପୁରାଣ କେଉଁ ସ୍ଥାନ ଅଛି ପୁରାଣ ଯୋଉ ଛାଡିଛି ସେଇଠି ଅଛି ଯୋଉଟା ଛାଡିଛି ସେଇଟା ଅଛି ହଁ ଭଲ ଉତ୍ତର ଦଉଛୁ ନାଇଁ ଆଉ କଣ